ସାରା ଜୀବନରେ ସୁଖ ଶରଧାକୁ ତିଳ ତିଳ କରି ଦେଲା ଯେ ଜାଳି, ଏମର ଜଗତେ ମଣିଷ ନୁହେଁ ସେ ରହିଅଛି ମହା ମାନବ ଭଳି। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଆଜିର ପ୍ରସଙ୍ଗକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆପଣମାନେ ଜଣେ ଓଡ଼ିଆ ଭାବରେ, ଓଡ଼ିଶାଭାଷୀ ହିସାବରେ ଜାଣନ୍ତି କି ଆମ ଓଡ଼ିଶାର ପ୍ରଥମ ଶହୀଦ କିଏ? କିଏ ଥିଲେ ଆମ ଓଡ଼ିଶାର ପ୍ରଥମ ଶହୀଦ? ଆପଣମାନେ ଜାଣନ୍ତି କି? ଯଦି ଏହି ପ୍ରଶ୍ନର ଉତ୍ତର ଜାଣିବାର ଇଚ୍ଛା ଅଛି ତାହେଲେ ଏ ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଓଡ଼ିଶା ହେଉଛି ଜଗନ୍ନାଥର ଦେଶ। ଏହି ଦେଶର ଲୋକମାନଙ୍କୁ ଓଡ଼ିଶା ଦେଶ ବା ଠାକୁର ଦେଶର ଲୋକ ବୋଲି ବାହାର ଦେଶର ଲୋକେ ସମ୍ମାନ ଦିଅନ୍ତି। ଯେଉଁଠି ସ୍ୱୟଂ ଜଗନ୍ନାଥ ଦେଶର ତଥା ଓଡ଼ିଆ ଜାତିର ମାନ ରକ୍ଷା କରିବା ନିମନ୍ତେ କଳା ଘୋଡ଼ା ଧଳା ଘୋଡ଼ା ଚଢ଼ି କାଞ୍ଚି ଅଭିଯାନ କରିଥିଲେ, ସେଠାରେ ଆମର ବିଜୟ ହୋଇଥିଲା। ଏହି ଦେଶରେ ମନ୍ଦିରର କାରୁକାର୍ଯ୍ୟ, ମୂର୍ତ୍ତି ତଥା ଦେଶକୁ ନିଜେ ଅକ୍ତିଆର କରିବା ପାଇଁ ଇଂରେଜମାନେ ମନ ବଳାଇ ମଧ୍ୟ ଜିଣିଥିଲେ। ଦେଶରେ ସେତେବେଳେ ବିପଦ ଘନେଇ ଆସିଥାଏ। ଦେଶକୁ ଇଂରେଜମାନଙ୍କ କବଳରୁ ଉଦ୍ଧାର କରିବା ପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରୁଥିଲେ। ଏ ଦେଶର ରାଜା ଥିଲେ ନବକୋଟି କର୍ଣ୍ଣାଟ କଳ ବର୍ଗେଶ୍ୱର ଶ୍ରୀ ଶ୍ରୀ ମୁକୁନ୍ଦ ଦେବ। ସେତେବେଳେ ପୁରୀର ରାଜାଙ୍କୁ ଠାକୁର ରାଜା ବୋଲି ସମସ୍ତେ କହୁଥିଲେ। ଯେଉଁ ଦେଶର ଲୋକେ ଜଗନ୍ନାଥଙ୍କୁ ପରମ ବ୍ରହ୍ମ ବୋଲି କଳ୍ପନା କରନ୍ତି, ସେ ଦେଶର ଠାକୁର ରାଜା ଲକ୍ଷେ ଶାଳଗ୍ରାମ ଉପରେ ସ୍ନାନ କରନ୍ତି। ସେ ହେଉଛନ୍ତି ଚଳନ୍ତି ବିଷ୍ଣୁ। ତାଙ୍କ ବିନା ଠାକୁରଙ୍କର ରଥଯାତ୍ରା ହୋଇପାରେ ନାହିଁ। ଯେତେବେଳେ ଇଂରେଜମାନେ ଦେଶକୁ ଆକ୍ରମଣ କଲେ, ସମଗ୍ର ଦେଶବାସୀ ଆତଙ୍କିତ ହୋଇଯାଇଥିଲେ। ସେମାନଙ୍କର ବ୍ୟବହାର ସମସ୍ତଙ୍କୁ ଘୋର ଅସନ୍ତୋଷର କାରଣ ହୋଇଥିଲା। ଯଦି ଏ ଦେଶରୁ ସେମାନଙ୍କୁ ହଟାଇ ନ ଦିଆଯାଏ, ତେବେ ଦେଶ ଆମର ବିନାଶ ଘଟିବ। ରାଜା ହେଉଛନ୍ତି ପ୍ରଜାମାନଙ୍କର ମା ବାପା। ସେହି ସମୟରେ ରାଜା ମୁକୁନ୍ଦ ଦେବ ଇଂରେଜମାନଙ୍କୁ ତଡ଼ିବା ପାଇଁ ପାଇକମାନଙ୍କୁ ମତାଉଥାନ୍ତି। ସେତେବେଳେ ଓଡ଼ିଶାର ରାଜଧାନୀ ଖୋର୍ଦ୍ଧାଗଡ଼ ଥିଲା। ମୁକୁନ୍ଦ ଦେବଙ୍କର ମନ୍ତ୍ରୀ ଥିଲେ ଜୟୀରାଜଗୁରୁ। ମନ୍ତ୍ରୀ ହେଉଛନ୍ତି ରାଜାଙ୍କର ମନ୍ତ୍ରଣାଦାତା। ସୁପରାମର୍ଶ ଦେବା ହେଉଛି ତାଙ୍କର କାମ। ଦେଶ ଯେତେବେଳେ ବିପଦର ସମ୍ମୁଖୀନ ହୁଏ, ରାଜା ମନ୍ତ୍ରୀଙ୍କର ପରାମର୍ଶ ଲୋଡ଼ନ୍ତି। ସମସ୍ତେ ରାଜାଙ୍କର ଆଜ୍ଞାକୁ ଶିରଧାର୍ଯ୍ୟ କରିଥାନ୍ତି। ରାଜାଙ୍କର ଆଦେଶ ନ ମାନିଲେ ମୃତ୍ୟୁଦଣ୍ଡ ମିଳେ। ଇଂରେଜମାନଙ୍କର ଶାସନ ବିରୁଦ୍ଧରେ ରାଜା, ମନ୍ତ୍ରୀ, ସେନାପତି ଆଉ ପାଇକମାନେ ସମସ୍ତେ ସ୍ୱର ଉତ୍ତୋଳନ କରିଥିଲେ। ବିଦ୍ରୋହର ନିଆଁ ଚାରିଆଡ଼େ ଜଳି ଉଠିଲା। ରାଜା ମୁକୁନ୍ଦ ଦେବଙ୍କର ମନ୍ତ୍ରୀ ଜୟୀରାଜଗୁରୁ ସେ ସମୟର ଶ୍ରେଷ୍ଠ ଭୂମିକା ଗ୍ରହଣ କରିଥିଲେ। ଜୟୀରାଜଗୁରୁ ହେଉଛନ୍ତି ମହାରାଜାଙ୍କର ମନ୍ତ୍ରୀ, କିନ୍ତୁ ଅପରପକ୍ଷରେ କୁଳ ପୁରୋହିତ ମଧ୍ୟ। କୁଳର ହିତ କାମନା ଯିଏ କରେ ବା ପୁରର ହିତ କାମନା ଯିଏ କରେ, ତାକୁ ପୁରୋହିତ କୁହାଯାଏ। ଖୋର୍ଦ୍ଧାର ରାଜାଙ୍କର ସେନାପତି ପଦରେ ଅଭିଷିକ୍ତ ହୋଇଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର। ସେ ବିଦ୍ରୋହର ନେତୃତ୍ୱ ନେଇଥିଲେ, କିନ୍ତୁ ଜୟୀରାଜଗୁରୁ ପାଇକ ବିଦ୍ରୋହର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। 1817 ମସିହାରେ ଏହି ମହାକାଣ୍ଡ ଘଟିଥିଲା। ପାଇକମାନେ ଥିଲେ ଦେଶର ଜାଗ୍ରତ ପ୍ରହରୀ। ସେମାନଙ୍କର ରକ୍ତଦାନରେ ଦେଶ ବାହାର ଶତ୍ରୁଙ୍କ କବଳରୁ ରକ୍ଷା ପାଉଥିଲା। ଜୟୀରାଜଗୁରୁଙ୍କର ପରାମର୍ଶରେ ସବୁ ପାଇକମାନେ ଏକାଠି ହେଲେ। ତାଙ୍କର ଓଜସ୍ୱିନୀ ଭାଷଣରେ ପାଇକ ଦଳ ତାତି ଉଠୁଥିଲେ। ତାଙ୍କରି ନେତୃତ୍ୱରେ ସାରା ଦେଶରେ ବିଦ୍ରୋହର ନିଆଁ ଜଳିଥିଲା। ବିପ୍ଳବରେ ସିଏ ଥିଲେ ସୂତ୍ରଧର। ପାଇକମାନେ ଆନ୍ଦୋଳନ କରି ଦେଶରୁ ଇଂରେଜମାନଙ୍କୁ ହଟାଇବା ପାଇଁ ପଣ କରିଥିଲେ। ରସୁଲକୁଣ୍ଡା, ରଙ୍ଗେଇଲୁଣ୍ଡା, କୁଜଙ୍ଗ, କନିକାର ସମଗ୍ର ପାଇକ ସମାଜକୁ ନେଇ ପ୍ରତ୍ୟେକ ରାଜା ଏହି ବିଦ୍ରୋହରେ ଯୋଗଦେଲେ। ଇଂରେଜ ଶାସକର ଆସନ ଟଳମଳ ହେଲା। ପାଇକମାନେ ବଣ ଜଙ୍ଗଲରେ ଲୁଚି ରହି ଗୋରାମାନଙ୍କ ଉପରେ ଆକ୍ରମଣ କଲେ। ଇଂରେଜମାନଙ୍କର ବିଜୟର ଆଶା ଧୂଳିସାତ ହୋଇଗଲା। ଆଶା ଆକାଶର କୁସୁମ ପରି ହେଲା। ସବୁ ନିଷ୍ଫଳ ହେଲା ଜାଣି ଇଂରେଜ ଜାତି ହଟି ନଥିଲେ। କୂଟନୀତି ବଳରେ କୌଶଳ ପ୍ରୟୋଗ କଲେ। ଗୁପ୍ତଚରମାନଙ୍କ ଦ୍ୱାରା ଇଂରେଜମାନେ ଜାଣିଲେ ଯେ ଏ ମେଳିର ସର୍ଦ୍ଦାର ହେଉଛନ୍ତି ଜୟୀରାଜଗୁରୁ। ସେ ଜାତିରେ ବ୍ରାହ୍ମଣ ଥିଲେ ମଧ୍ୟ ତାଙ୍କୁ ଚତୁରତାରେ ଜିଣିବା ଇଂରେଜ ପକ୍ଷେ ସମ୍ଭବ ହେଲା ନାହିଁ। ପ୍ରତ୍ୟେକ ରାଜ୍ୟରେ ଚୁଗୁଲିଆ ଅଛନ୍ତି।
ସେମାନେ ୟା କଥା ତା ଆଗରେ, ତା କଥା ୟା ଆଗରେ କହି କଳି ଲଗାଇ ଦିଅନ୍ତି। ତେଣୁ ସେହିମାନଙ୍କର ସହାୟତା ପାଇଁ ଇଂରେଜମାନେ ଖୋଜି ବୁଲିଲେ। ଶେଷରେ ତାଙ୍କ କାମ ସଫଳ ହେଲା। ଓଡ଼ିଶା ଭଳି ରାଜ୍ୟର ଯିଏ ମନ୍ତ୍ରୀ ସେ ଖୋର୍ଦ୍ଧାଗଡ଼ରେ ଶୋଇଥାନ୍ତି। ଗୁପ୍ତଚରମାନେ ଜଣାଇଦେଲେ ରାଜଗୁରୁଙ୍କର ରହିବା ଜାଗା। ଗୁପ୍ତ ପଥର ସନ୍ଧାନ ଇଂରେଜମାନେ ପାଇଲେ। ସେଦିନ ରାତି ବହଳିଆ ଅନ୍ଧାରର ଚାଦର ଘୋଡ଼େଇ ହୋଇଥିଲା। କେହି କାହାକୁ ଚିହ୍ନି ପାରୁନଥିଲେ। ଗୁପ୍ତ ପଥର ସନ୍ଧାନ ପାଇଲା ପରେ ଏଇ ବେପାରୀ ଜାତି ଜୟୀ ରାଜଗୁରୁଙ୍କର ରହିବା ଘରେ ପହଞ୍ଚିଲେ। ଖୋସାମତିଆଙ୍କର ସକାଶେ ସେମାନେ ଏ ଗୁପ୍ତ ଦ୍ୱାରର ସନ୍ଧାନ ପାଇ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରିଥିଲେ। ରାତ୍ରର ନିସ୍ତବ୍ଧ ମୁହୂର୍ତ୍ତରେ ଶୋଇଥିବା ଅବସ୍ଥାରେ ବିପ୍ଳବୀ ତଥା ସ୍ୱାଧୀନଚେତା ମନ୍ତ୍ରୀ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରିଲେ ଏବଂ ସାଙ୍ଗେ ସାଙ୍ଗେ ଓଡ଼ିଶାର ଦୂର ଜାଗାକୁ ନେଇଗଲେ। ଗର୍ବରେ ଅନ୍ଧ ହୋଇ ଦେଶର ଜଣେ ରକ୍ଷକକୁ ବିନାଶ କରିଥିଲେ। ଆଜି ସେ କଥା ଭାବିଲେ ଦୁଃଖ ଲାଗେ, ଦୁଃଖରେ ଆଖିରୁ ଲୁହ ଜକେଇ ଆସେ। ବାଲେଶ୍ୱର ଜିଲ୍ଲାର ଅଧୀନରେ ଥିଲା ମେଦିନୀପୁର। ସେହି ଗାଁରେ ଗୋଟିଏ ବଡ଼ ତୋଟା ଥିଲା। ସେହି ତୋଟାର ନାଁ ହେଉଛି ବାଘ ତୋଟା। ସେହି ତୋଟା ପ୍ରଥମ ଶହୀଦର ଶେଷ ବିଦାୟ ରାଗିଣୀକୁ ସେଦିନ ଶୁଣିଥିଲା। ବରଗଛର ଗୋଟିଏ ଡାଳରେ ଗୋଟିଏ ଗୋଡ଼, ଅନ୍ୟ ଡାଳରେ ଆଉ ଗୋଟିଏ ଗୋଡ଼ ବାନ୍ଧି ଡାଳଟିକୁ ଛାଡ଼ି ଦେଇଥିଲେ ସେଦିନ। ଶେଷରେ ରାଜଗୁରୁ ଦୁଇ ଫାଳ ହୋଇଯାଇଥିଲେ। ପ୍ରାଣବାୟୁ ତାଙ୍କର ଉଡ଼ି ଯାଇଥିଲା। ଏ ଘଟଣା ବହୁଦିନୁ ଘଟିଗଲାଣି। ମାତ୍ର ଉତ୍କଳର ଏହି ବୀର ପୁରୁଷ ଜୟୀ ରାଜଗୁରୁଙ୍କର ଦେଶପ୍ରୀତି ଆଉ ଜାତୀୟ ଚେତନାକୁ ମାନସ ପଟରେ ବହନ କରିଛନ୍ତି। ଜୟୀ ରାଜଗୁରୁ ହେଉଛନ୍ତି ଓଡ଼ିଶାର ପ୍ରଥମ ଶହୀଦ। ସେ ରାଜଗୁରୁଙ୍କର ଦାୟାଦ ହୋଇ ଦେଶ ପାଇଁ ଜୀବନ ଦେବା, ଏହି ନୀତିକୁ ଅନୁସରଣ କରିବା ଉଚିତ। ସେ ଜୀବନକୁ ବଳିଦାନ ଦେଲେ, ସୁଖ ସରଧାକୁ ତ୍ୟାଗ କରି ବରି ନେଲେ ମରଣର ଜୟମାଲ୍ୟ। ଏମିତି ବରପୁତ୍ରକୁ ପାଇ ଆମ ରାଜ୍ୟ ଗର୍ବିତ। ଏହି ପ୍ରଥମ ଶହୀଦ, ତାଙ୍କ କାହାଣୀ, ଜୀବନ କାହାଣୀ ଶୁଣିଲେ ଏବେ ବି ରୁମମୂଳ ଟାଙ୍କୁରି ଉଠେ। କି ନିର୍ମମ ଭାବରେ ତାଙ୍କୁ ହତ୍ୟା କରାଯାଇଥିଲା, କି ନିଷ୍ଠୁର ଭାବରେ ତାଙ୍କୁ ତାଙ୍କ ଜୀବନକୁ ଅର୍ଦ୍ଧରାତ୍ରରେ ଟେକି ଆଣି ନେଇଥିଲେ ଇଂରେଜ ଜାତି। ଭାବିଲେ କେତେ କଷ୍ଟ ଲାଗୁଛି। ତେଣୁ ଦେଶ ପାଇଁ ବା ଆମ ଜାତି ପାଇଁ ଜୀବନ ଦେଇଥିବା ଏହି ମହାନ ଶହୀଦଙ୍କ ଉଦ୍ଦେଶ୍ୟରେ ଆମେ ଏତିକି ତ କରିପାରିବା। ତାଙ୍କ ପାଇଁ, ତାଙ୍କର ପଥକୁ ଅନୁସରଣ କରି ଆମ ଦେଶ ପାଇଁ ଛୋଟ ଛୋଟ କିଛି ତ୍ୟାଗ କଲେ ହୁଏତ ଆମ ଦେଶ ବା ଆମ ଜାତି ମହାନ ହୋଇପାରିବ।